ହଉଛି ଯେ ଏ ଇସ୍ତଫା ଦାବି ଆଜି କାହିଁକି? ଧର୍ମେନ୍ଦ୍ର ବାବୁ ଇସ୍ତଫା ଦେଲା ପରେ ଯାଇକିରି ନିତ୍ୟାନନ୍ଦ ଗଣ୍ଡଙ୍କର ଇସ୍ତଫା ପ୍ରସଙ୍ଗ ଉଠିବାର କାରଣ କ'ଣ? ଗତକାଲି ଭକ୍ତଚରଣ ଦାସ ଏ କଥା କହିଲେ, ଆଜି ବିରୋଧୀ ଦଳ ନେତା କହୁଛନ୍ତି ଏହି ସମାନ କଥା। ଆଜି କାହିଁକି? ସମସ୍ୟା ହେଉଛି ଯେ ଓଡ଼ିଶାର ଯେଉଁ ଶିକ୍ଷା ବ୍ୟବସ୍ଥା ଏବଂ ଏ ପୁରା ଯଦି ଆପଣ ଦେଖିବେ ଯେ ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା, ନୂତନ ଶିକ୍ଷାନୀତି, ଓଡ଼ିଶାର ପାଠ୍ୟପୁସ୍ତକ ବିଭ୍ରାଟ, ଏସବୁ ଗୋଟିଏ ଶୃଙ୍ଖଳା, ଗୋଟେ ପୁରା ନିତ୍ୟାନନ୍ଦ ଗଣ୍ଡ ଏଥିପାଇଁ ଦାୟୀ। ଏ କଥା କ'ଣ ଆଜି ଜଣାପଡ଼ୁଛି? ମନ୍ତ୍ରୀଙ୍କର ଉତ୍ତରଦାୟିତ୍ୱ ବୋଲି ତ କିଛି ନାହିଁ। ଓଡ଼ିଶାରେ ଯେତେ ପ୍ରକାର ଜଗନ୍ନାଥ ରଥଯାତ୍ରାରେ 3 ବର୍ଷ ବିଭ୍ରାଟ ହେଲାଣି, ମନ୍ତ୍ରୀ ଉତ୍ତରଦାୟିତ୍ୱ ନେଇଛନ୍ତି? ଯେତେବେଳେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ବହିରେ ପାଖାପାଖି 2000 ଭୁଲ ଜଣାପଡ଼ିଲା, ତାପରେ ସରକାର କହିଲେ ୟା ପଛରେ ଷଡ଼ଯନ୍ତ୍ର ଅଛି। ସରକାର ବିରୁଦ୍ଧରେ କିଏ ଷଡ଼ଯନ୍ତ୍ର କରୁଛି? ନାଇଁ, ଜଣେ ସରକାରୀ ଅଧିକାରୀଙ୍କୁ ନେଇକରି ଜେଲରେ ପୁରେଇ ଦେଲେ, ଜଣେ ସରକାରୀ ଅଧିକାରୀ, ତାପରେ ତଦନ୍ତ ଶିଥିଳ ହେଇକରି ପଡ଼ିଛି। ମନୋଜ ପାଢ଼ୀ ଜେଲ୍ ଯିବା ପାଖାପାଖି 2 ସପ୍ତାହ ହେଇଗଲାଣି, ତାପରେ ସେଥିରେ ଆଉ କେହି ନାହାନ୍ତି। ସତେ ଯେମିତି ସବୁ ଘଟଣା ପାଇଁ ମନୋଜ ପାଢ଼ୀ ଦାୟୀ। ମନୋଜ ପାଢ଼ୀଙ୍କୁ ଜେଲ୍ ପଠାଇବା ପୂର୍ବରୁ ଗୋଟିଏ କଥା ସମସ୍ତେ ଜାଣିଛନ୍ତି ଯେ ମନୋଜ ପାଢ଼ୀଙ୍କୁ ସେଠୁ ବଦଳି କରିବା ଏବଂ 20 ଦିନ ପରେ ପୁଣି ଥରେ ତାଙ୍କୁ ପୋଷ୍ଟିଂ କରାଯାଇଥିଲା। କିଏ କରିଥିଲା? ଯଦି ମନୋଜ ପାଢ଼ୀ ସେଥିପାଇଁ ଦାୟୀ, ମନୋଜ ପାଢ଼ୀଙ୍କୁ ସେଠି ଯିଏ ଆପଏଣ୍ଟ କରିଥିଲା ସିଏ ଦାୟୀ କି ନୁହଁ? ମନୋଜ ପାଢ଼ୀ ଯେଉଁ ନିଷ୍ପତ୍ତି ନେଇଥିଲେ ସେ ସଚିବଙ୍କର ବିନା ଅନୁମତିରେ ନେଇଥିଲେ? ମନ୍ତ୍ରୀଙ୍କର ବିନା ଅନୁମୋଦନରେ ନେଇଥିଲେ? ଆଜ୍ଞା, ଭାରତୀୟ ଜନତା ପାର୍ଟି ଗୋଟେ ବଢ଼ିଆ କଥା ଜାଣିଛି, ଯେତେବେଳେ ସମସ୍ୟା ଆସିବ ଅଫିସରଙ୍କ ମୁଣ୍ଡରେ ପକାଇ ଦିଅ, ଅଫିସର ଜେଲ୍ ଯିବ, ମନ୍ତ୍ରୀ ଆରାମରେ ବୁଲିବେ, ମାନେ କହିବେ ଯେ ଆଜ୍ଞା ନୂତନ ଶିକ୍ଷାନୀତି କଥା ଆପଣ ଜାଣିନାହାନ୍ତି, ନୂତନ ଶିକ୍ଷାନୀତି ଅନୁଯାୟୀ ଆମେ ନିମୁଡ଼ା ପଢ଼ଉଛୁ। ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଯଦି ଓଡ଼ିଶାରେ ଗୋଟେ ସେନ୍ସିବୁଲ୍ ଅପୋଜିସନ୍ ଥାନ୍ତେ, ଯେଉଁ ଦିନ ପୁସ୍ତକର এই ସମସ୍ୟା ଆରମ୍ଭ ହେଲା ସେଇଦିନ ମନ୍ତ୍ରୀଙ୍କର ଇସ୍ତଫାକୁ ନେଇକରି ଗୋଟେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ ହେବାର ଥିଲା। ଏବଂ ସବୁ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କର ଅବସ୍ଥା କ'ଣ? ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଟ୍ୟାଗ୍ କରିକି ଗୋଟେ ଝିଅ ଆତ୍ମହତ୍ୟା କଲା, ସୁରେଶ ସୂର୍ଯ୍ୟବଂଶୀ ଉତ୍ତରଦାୟିତ୍ୱ ନେଲେ? ଆଜ୍ଞା, ପୁରା ଟୋଟାଲି ଗୋଟେ ରାଜ୍ୟ ସରକାର ଅଚଳ ହେଇକରି ପଡ଼ିଛି। ମନ୍ତ୍ରୀମାନେ ମନ ଇଚ୍ଛା ବୟାନ ଦେଉଛନ୍ତି, ଅଗଣତାନ୍ତ୍ରିକ ଭାବରେ ବୟାନ ଦେଉଛନ୍ତି। ଆଇନ ମନ୍ତ୍ରୀ କହୁଛନ୍ତି ଯେ ଯେଉଁ ଛାତ୍ର ଆନ୍ଦୋଳନ ପଛରେ ବିଦେଶୀ ଫଣ୍ଡିଂ ଅଛି। ରେସ୍ପନ୍ସିବିଲିଟି ଅଛି? ଭାରତ ସରକାର ଯେଉଁମାନେ ବିଦେଶୀ ଫଣ୍ଡିଂରେ କାମ କରୁଛନ୍ତି ତାଙ୍କ ସହିତ ନେଗୋସିଏସନ୍ କରୁଛନ୍ତି, ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି ଏବଂ ସେ ପ୍ରତିଶ୍ରୁତି ପାଳନ କରୁଛନ୍ତି। ମନ୍ତ୍ରୀମାନେ ହେଉଛନ୍ତି ଆପଣମାନେ ଗୋଟେ କନଷ୍ଟିଟ୍ୟୁସନାଲ ପୋଷ୍ଟ ହୋଲ୍ଡ କରୁଛନ୍ତି, କନଷ୍ଟିଟ୍ୟୁସନର ଶପଥ ନେଇଛନ୍ତି। ଆପଣମାନଙ୍କୁ ଗୋଟେ ଆମେ ଆଶା କରୁଛୁ ଗୋଟେ ଅନ୍ତତଃ ଲୋକତାନ୍ତ୍ରିକ ଭାଷା ତ ଆପଣ ବ୍ୟବହାର କରନ୍ତୁ। ଠିକ୍ ଅଛି, ପାର୍ଟିର ମୁଖପାତ୍ର ଯେଉଁ ଭଳିଆ ଭାଷା ବ୍ୟବହାର କରୁଛନ୍ତି ଚଳିବ, ବିଧାୟକମାନେ ଯେଉଁ ପ୍ରକାର ଭାଷା କହୁଛନ୍ତି ସେଇଟା ବି ଚଳେଇ ନେବା, କିନ୍ତୁ ମନ୍ତ୍ରୀମାନେ ଯେଉଁମାନଙ୍କର ଗୋଟେ ଲୋକତାନ୍ତ୍ରିକ ଦାୟିତ୍ୱ ଅଛି ସେମାନେ ଏଇଭଳିଆ ଭାଷା କହିବେ? ଦେଖନ୍ତୁ, ଓଡ଼ିଶାରେ ଆଜି ବି ଏତେ ବଡ଼ ଛାତ୍ର ଆନ୍ଦୋଳନ ଜାତୀୟ ସ୍ତରରେ ହେଲା ପରେ ବି ଓଡ଼ିଶାରେ ତାର ପ୍ରଭାବ ଖୁବ୍ ବେଶୀ ପଡ଼ିନାହିଁ। ଆଜି ବି ଓଡ଼ିଶାରେ ଧର୍ମେନ୍ଦ୍ର 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 ରାଗ ଶୁଭୁଛି। ସତେ ଯେମିତି ଧର୍ମେନ୍ଦ୍ର ବାବୁ ବଡ଼ ଶହୀଦ ହେଇଯାଇଛନ୍ତି। ଧର୍ମେନ୍ଦ୍ର ବାବୁଙ୍କୁ ସ୍ୱାଗତ କରାହେଲା। ଓଡ଼ିଶାର ଯେଉଁ ମୁଖ୍ୟ ଗଣମାଧ୍ୟମ ଗୁଡ଼ିକ ଧର୍ମେନ୍ଦ୍ର ବନ୍ଦନାରେ ଶତମୁଖର ହେଇକରି ଅଛନ୍ତି। ତେଣୁ ନିତ୍ୟାନନ୍ଦ ଗଣ୍ଡଙ୍କର ଇସ୍ତଫା କେବଳ ଗୋଟେ ରାଜନୈତିକ ବୟାନବାଜି ଭିତରେ ସୀମିତ ରହିଲେ ହେବ ନାହିଁ। ଭାରତୀୟ ଜନତା ପାର୍ଟିର ସରକାର ଗୋଟିଏ ଯେଉଁଭଳି ଭାବରେ ଗୋଟେ ପ୍ରଶାସନିକ ସ୍ଥାଣୁତା ତିଆରି କରିଛନ୍ତି ସାରା ରାଜ୍ୟରେ, ସେଥିପାଇଁ ରାଜନୈତିକ ଦଳଗୁଡ଼ିକ ତ ଆନ୍ଦୋଳନ କରିବେ, କିନ୍ତୁ ସିଭିଲ୍ ସୋସାଇଟି ଓଡ଼ିଶାରେ ଆଜି ମଧ୍ୟ ଭୟଙ୍କର ଭାବରେ ନୀରବ ଅଛି। ସେ ତ କହିଲେ ଯେ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପାଇଁ କ'ଣ, ଏଇଟା ଗୋଟେ ସାଧାରଣ କଥା। 20 ଜଣ ପିଲା ଆତ୍ମହତ୍ୟା କରିବା ସାଧାରଣ କଥା। ଲକ୍ଷ ଲକ୍ଷ ପିଲା ଆଜି ପ୍ରଥମ କଥା ହେଉଛି ଯେ ସବୁଠୁ ବଡ଼ କଥା ହେଉଛି, ବଡ଼ ଚିନ୍ତା ହେବା କଥା କ'ଣ ଯେ ଲୋକଙ୍କ ଭିତରେ ଛାତ୍ର ଆନ୍ଦୋଳନରେ ଆପଣ AK-47 ବ୍ୟବହାର କରିଛନ୍ତି। ବିହାରରେ ସ୍ପଷ୍ଟ ପ୍ରମାଣ ମିଳିଲା। ଆଜି ସେ ସବୁ କଥା ଆଜି ତ ପ୍ରମାଣ ମିଳୁଛି ଗୋଟେ ପରେ ଗୋଟେ। ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା ଦେବା କଥା, କିମ୍ବା
ତାଙ୍କୁ ମନ୍ତ୍रिମଣ୍ଡଳରୁ ମୁଖ୍ୟମନ୍ତ୍ରୀ ବିଦା କରିବା କଥା, କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ କ'ଣ କ୍ଷମତା ଅଛି ସେ ବିଦା କରିପାରିବେ? ତେଣୁ ମୁଁ ସିଧାସଳଖ କହିବାକୁ ଚାହୁଁଛି ନବୀନ ବାବୁ ଏବଂ ଭକ୍ତ ବାବୁ ଏଇଠି ଦାବି କରନ୍ତୁ ନାହିଁ, ଦିଲ୍ଲୀରେ ଦାବି କରନ୍ତୁ, କାରଣ ଓଡ଼ିଶା ମନ୍ତ୍ରିମଣ୍ଡଳର ଅଦଳ ବଦଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହାତରେ ନାହିଁ। ଏ ଦାୟିତ୍ୱ ମୋହନ ମାଝୀ ମାନେ ଏ ଦାୟିତ୍ୱ ଅମିତ ଶାହା ଏବଂ ନରେନ୍ଦ୍ର ମୋଦିଙ୍କ ପାଖରେ ଅଛି। ତେଣୁ ଏଠି ଦାବି କଲେ କେହି ଶୁଣିବାର ନାହିଁ।